ମୁଁ ଭାବୁଛି ଆପଣ ବହୁତ ଭଲରେ ଥିବେ। ଜଗତର ନାଥ ଜଗନ୍ନାଥ ଆପଣଙ୍କର ମଙ୍ଗଳ କରନ୍ତୁ। ଦେଖନ୍ତୁ ଏଇଟା ହେଉଛି ରେଲୱେ ମାଷ୍ଟର କ୍ୟାଣ୍ଟିନ୍ ବସ୍ ଷ୍ଟାଣ୍ଡ। ବସ୍ ଷ୍ଟାଣ୍ଡରେ ଖୋଜୁଥିଲି କଳ୍ପନା ଯିବାକୁ ଅଟୋ ମିଳିଲାନି। ଟିକେ ଆଗକୁ ଆସିଲା ପରେ ଅଟୋ ଯାହା ହଉ ଏବେ ମିଳିଯାଇଛି। ଆଜି ଆସନ୍ତୁ ଯିବା କଳ୍ପନା। କଳ୍ପନା କ'ଣ ପାଇଁ ଯିବା ନା ସେଠାରେ ଗୋଟେ ରାଜ୍ୟ ସଂଗ୍ରହାଳୟ ଯାହାକି ମ୍ୟୁଜିୟମ୍ ଅଛି। ଯିବା ବୁଲିକି ଆସିବା ଦେଖିବା। ଏଇଟା ହେଉଛି ମାଷ୍ଟର କ୍ୟାଣ୍ଟିନ୍ରୁ କଳ୍ପନା ଯିବାକୁ ରାସ୍ତା। ଆପଣ ଯଦି ଭାବୁଥିବେ ଆଚାର୍ଯ୍ୟ ବିହାର, ଜୟଦେବ ବିହାର, ବାଣୀ ବିହାର ସେପଟୁ ଯଦି ଆସିଲା ବେଳେ କେମିତି ଆପଣ ଆସି ପୁଣି କଳ୍ପନା ଛକରେ ପହଞ୍ଚି ପାରିବେ। ଆପଣ ଆସିଲା ବେଳେ ରାମ ମନ୍ଦିର ଦେଇ ଆରାମସେ କଳ୍ପନାରେ ଆସିକି ପହଞ୍ଚି ପାରିବେ। ସେ ରାସ୍ତା ବି ମଧ୍ୟ ଆପଣଙ୍କୁ ମୁଁ ଦେଖାଉଛି ଏବେ। ଆପଣ ଭୁବନେଶ୍ୱର ଆସିବେ କେତେବେଳେ ବି ଆପଣଙ୍କୁ ବୋରିଂ ଲାଗିବନି। ଆପଣ ବଡ଼ ବଡ଼ ବିଲ୍ଡିଂ ଦେଖିବେ। ବିଲ୍ଡିଂ ଆଗରେ କିଛି ଗଛ, କ୍ରୁଟେନ୍ ଗଛ, ଫୁଲ ଗଛ ଏମିତି ବହୁତ ପ୍ରକାର ସଜା ହେଇଥାଏ। ଘର ଗୁଡ଼ାକ ବହୁତ ଭଲ ଲାଗେ। ତା ଭିତରେ ସବୁ ବିଭିନ୍ନ ପ୍ରକାର ଭଲ ଗାଡ଼ି ଦେଖିବାକୁ ମିଳିବ। ଟାଇମ୍ ପାସ୍ ହେଇଯିବ ଆପଣଙ୍କର। ମୋ ଚ୍ୟାନେଲ୍କୁ କେଉଁମାନେ ଦେଖୁଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍, ଲାଇକ୍, ସେୟାର କରିଦେବେ। ଆଉ ଯଦି ଆପଣଙ୍କର କେହି ଚିହ୍ନା ଥାଆନ୍ତି କିମ୍ବା ଆପଣ ଭୁବନେଶ୍ୱରରେ ରହୁଛନ୍ତି, ଏଇ ରୋଡ଼ ତ ଆପଣ ଯାଉଥିବେ, ଯିବା ଆସିବା କରୁଥିବେ, ଜାଣିଥିବେ, ମୋତେ କହିବେ। ମୁଁ ବି ମଧ୍ୟ ଆପଣଙ୍କ ସହିତ ବି ଦେଖା ହେଇପାରିବ। ଏହି ରାସ୍ତାରେ ଟିକେ ଆଗକୁ ଗଲେ ରାମ ମନ୍ଦିର ପଡ଼ିବ। ଆମେ ଆଗରୁ ରାମ ମନ୍ଦିର ଯାଇଥିଲୁ। ଆଜି ଆଉ ଯିବିନି। ଏଇଠୁ ଥାଇ ଜୟ ଶ୍ରୀରାମ କହି ନମସ୍କାର କରିନେଉଛି। ଆମେ ଆଗକୁ ଯିବା। ଆପଣ ଯଦି ରସୁଲଗଡ଼ ଆଡ଼ୁ ଆସୁଛନ୍ତି ତାହେଲେ ସିଧା ତ ଆସିକି କଳ୍ପନାରେ ପହଞ୍ଚି ପାରିବେ। ଯଦି ଆପଣ ଖଣ୍ଡଗିରି ଆଡ଼ୁ ଆସୁଛନ୍ତି ତାହେଲେ ଆପଣ ଏଜି ଛକ ଦେଇ ଆପଣ ରାଜମହଲ ଛକରେ ଆସି ପହଞ୍ଚି ପାରିବେ। ସେ ରାସ୍ତା ମଧ୍ୟ ଆପଣଙ୍କୁ ଦେଖାଉଛି, ଆପଣ ଜାଣିପାରିବେ। ଏ ରାସ୍ତାଟିକୁ ଦେଖନ୍ତୁ। ଯଦି ଆସିଥିବେ ଏପଟେ ଯିବା ଆସିବା କରୁଥିବେ ତାହେଲେ ଜାଣିପାରିବେ। ଏଇ ବ୍ରିଜ୍ ହେଉଛି ଆମର ବାପୁଜୀ ନଗର ରାଜମହଲ ଛକ ପାଖରେ ଏଇ ବ୍ରିଜ୍ ଅଛି। ଆପଣ ଯଦି ଏଜି ଛକ ଆଡ଼ୁ ଆସୁଛନ୍ତି ତାହେଲେ ଏଜି ଛକରୁ ଅଟୋ ମିଳିବ, କଳ୍ପନାରେ ଆସି ପହଞ୍ଚି ପାରିବେ। ମୁଁ ଏବେ ଦେଖାଉଛି ଆପଣଙ୍କୁ ରସୁଲଗଡ଼ ରୋଡ଼ ଟିକେ ଦେଖାଉଛି, ଦେଖନ୍ତୁ। ଏଇଟା ହେଉଛି ରସୁଲଗଡ଼ ରୋଡ଼। ଆପଣ ଯଦି ଆସୁଥିବେ କେତେବେଳେ ଜାଣୁଥିବେ ଆଗରୁ ତ ଛୋଟ ଛୋଟ ଗଛ ଥିଲା ସାଇଡ଼ରେ, ଏବେ ଟିକେ ବଡ଼ ବଡ଼ ହେଇଯାଇଛି ଗଛ ରୋଡ଼ ସାଇଡ଼ରେ, ବହୁତ ସୁନ୍ଦର ବି ଲାଗୁଛି। ଯଦି ଆସିଥିବେ ଆପଣ ଜାଣିପାରିବେ। ଆମେ ଆସି ଏବେ ପହଞ୍ଚି ଯାଇଛୁ ସେଇ ରାଜ୍ୟ ସଂଗ୍ରହାଳୟ ମ୍ୟୁଜିୟମ୍। ଏଇଟା ହେଉଛି ଆମର ଅଛି କଳ୍ପନାରେ। ଆପଣ ଯେଉଁମାନେ ଆସିଥିବେ ଆମକୁ କହିବେ, ଏ କମେଣ୍ଟ ମାଧ୍ୟମରେ କହିବେ କି ଏଇଠି ଆମେ ଆସିଥିଲୁ, ଦେଖିଛୁ। ଏହି ପୁରୁଣା ବାଜାକୁ ଦେଖିଲା ପରେ ଇତିହାସ କଥା ମନେ ପଡ଼େ। ସେଇ ଊନବିଂଶ ଶତାବ୍ଦୀ ପୂର୍ବରୁ ଯେମିତି ସବୁ ଜିନିଷ ଥିଲା ତାହା ଆଜି ମନେ ପଡ଼ିଯାଏ। ଆମେ ଇତିହାସରେ ମଧ୍ୟ ପଢ଼ିଥିଲୁ ଲୋକମାନଙ୍କର କେମିତି ଚାଲିଚଳନ ଥିଲା, କେମିତି ଭାବରେ ରୋଷେଇ କରୁଥିଲେ, କେମିତି ଭାବରେ କଞ୍ଚା ମାଂସ ଖାଉଥିଲେ। ଏହି ମୂର୍ତ୍ତିକୁ ଯେଉଁ କାରିଗର ବନେଇଛନ୍ତି ବହୁତ ସୁନ୍ଦର ହେଇଛି। ରାଜା ଅମଳରୁ ଆଜି ପର୍ଯ୍ୟନ୍ତ ଏହି ମୂର୍ତ୍ତି ଆମେ ଦେଖି ଆସୁଛୁ। ଇତିହାସରେ ମଧ୍ୟ ଅଛି। ଆଗରୁ ଯେମିତି ଥିଲା ଫୁଲ ପକା ଡଲା, ଫୁଲ ପକା କଂସା ପିତ୍ତଳ, ଆଜି ସୁଦ୍ଧା ବି ମଧ୍ୟ ଦେଖିବାକୁ ମିଳୁଛି। ଦେଖନ୍ତୁ ଏଇଟା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘର। ଏଇଠାରେ ବସି ସିଏ ସୂତା କାଟୁଥିଲେ। ଏହି ଚିତ୍ର ଦେଖି ମନେ ହୁଏ କି ଆଗରୁ ମାର୍ଗଶିର ମାସରେ ଗୁରୁବାରରେ ଲକ୍ଷ୍ମୀ ପୂଜା କେମିତି ହେଉଥିଲା। ଜଗନ୍ନାଥଙ୍କର ମୂର୍ତ୍ତି ଅଛି। ଦେଖନ୍ତୁ ଯଜ୍ଞ ମଣ୍ଡପ ବି ମଧ୍ୟ ଆଗରୁ ଏମିତି ହିଁ ହେଉଥିଲା। ମେଳା ଉତ୍ସବ ଏମିତି ହିଁ ବାଜା ଢୋଲରେ ହେଉଥିଲା।
ଦେଖନ୍ତୁ ଏଠି ଦେବୀଙ୍କର ମୂର୍ତ୍ତି ଅଛି। କାଳୀ ବସନ୍ତାଇ, ଦକ୍ଷିଣ କାଳୀ, ଲିମ୍ବ କାଳୀ, ଏମିତି ବହୁତ ମୂର୍ତ୍ତି ଅଛନ୍ତି। ଏଠି ରାମ, ସୀତା, ଲକ୍ଷ୍ମଣ ଅଛନ୍ତି। ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛି। ସତରେ ଏହି ମୂର୍ତ୍ତି ଦେଖିଲା ପରେ ମନେ ହୁଏ କି ଆଗ କାଳରୁ ଲୋକମାନଙ୍କର ବଞ୍ଚିବା ଜୀବନଶୈଳୀ ବହୁତ କଷ୍ଟ ଥିଲା। ବଞ୍ଚିବାକୁ ବହୁତ କଷ୍ଟ କରିବାକୁ ପଡ଼ୁଥିଲା। ଯାହା ହେଉ କଳ୍ପନାରେ ଥିବା ରାଜ୍ୟ ସଂଗ୍ରହାଳୟ ମ୍ୟୁଜିୟମ୍ ବୁଲିବାରେ ବହୁତ ମଜା ଆସିଗଲା। ଆପଣମାନେ କେବେ ଆସିବେ, ବୁଲିକି ଯିବେ, ବହୁତ ଜିନିଷ କିଛି ଦେଖିବାକୁ ପାଇବେ। ଆସନ୍ତୁ କେବେ ବୁଲିକି ଯିବେ। ମୁଁ ଏବେ ଜୟଦେବ ବିହାର ରୋଡ଼ରେ ଯାଉଛି। ମୋର କିଛି କିଣାକିଣି କରିବାରେ ଅଛି। ବାଟରେ ଚାଲୁ ଚାଲୁ କେବେ କିଏ ସବୁ ଦେଖା ହୁଏ, ମନେ ରହେ ନା। କାହିଁ କେହି ତ ଗୋଟେ ଝିଅ ଦେଖାଉନାହାନ୍ତି, ଖାଲି ଟୁକା ଗୁଡ଼ା, ବୁଢ଼ା ଗୁଡ଼ା। କ'ଣ ନେବା ସବୁ ତ ନେଇଯିବା ଆଉ। ଯାହା ଖୋଜିବେ ତାହା ମିଳିବ। କିଏ କେଉଁଟା ନେବ କୁହ, ପଠାଇଦେବା। ଜଗନ୍ନାଥଙ୍କ କୃପାରୁ ଆପଣ ବହୁତ ଭଲରେ ଥାଆନ୍ତୁ, ଖୁସିରେ ଥାଆନ୍ତୁ। ଆମ ଚ୍ୟାନେଲକୁ ଏମିତି ଦେଖୁଥାନ୍ତୁ। ରହିଲି, ଜୟ ଜଗନ୍ନାଥ।